ସତ୍ୟଳା ଏକାଦଶୀ ମହାତ୍ମା। ଯୁଧିଷ୍ଠିର କହିଲେ, ହେ ଆଦିଦେବ ଜଗନ୍ନାଥ କୃଷ୍ଣ, ମାଘ ମାସରେ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ କ'ଣ, ବିଧି ମଧ୍ୟ କ'ଣ ଏବଂ ତାହାର ଫଳ କ'ଣ, ତାହା କୃପାପୂର୍ବକ ବିସ୍ତାରିତ ଭାବରେ ବର୍ଣ୍ଣନା କରନ୍ତୁ। ତାହାର ଉତ୍ତରରେ ଭଗବାନ କହିଲେ, ହେ ନୃପଶ୍ରେଷ୍ଠ, ଏହି ଏକାଦଶୀ ସତ୍ୟଳା ନାମରେ ଖ୍ୟାତ ଏବଂ ଏହା ସର୍ବପାପ ନାଶିନୀ ଅଟେ। ମୁନିଶ୍ରେଷ୍ଠ ପୁଲସ୍ତ୍ୟଙ୍କୁ ଥରେ ଦାଲଭ୍ୟ ଋଷି ଜିଜ୍ଞାସା କଲେ, ମର୍ତ୍ତ୍ୟଲୋକରେ ମାନବଗଣ ବ୍ରହ୍ମହତ୍ୟା, ଗୋହତ୍ୟା, ପାପ, ପରଦ୍ରବ୍ୟ ହରଣ ପ୍ରଭୃତି ଗର୍ହିତ କର୍ମ ଦ୍ୱାରା ନର୍କ ଗମନ କରନ୍ତି, ଯଦ୍ୱାରା ସେମାନେ ନର୍କ ଗତିରୁ କିପରି ରକ୍ଷା ପାଇବେ, ତାହା ଆମକୁ ଯଥାଯଥ ଭାବେ ଉପଦେଶ କରନ୍ତୁ। ଅନାୟାସ ସାଧ୍ୟ କୌଣସି କାର୍ଯ୍ୟ ବା ଅଳ୍ପ କିଛି ବିତ୍ତ ବା ଧନ ସମ୍ପତ୍ତି ଦାନରେ ଯଦି ସେମାନଙ୍କର ଏହି ପାପରୁ ଉଦ୍ଧାରର କୌଣସି ଉପାୟ ଥାଏ, ତାହେଲେ ତାହା ବର୍ଣ୍ଣନା କରନ୍ତୁ। ପୁଲସ୍ତ୍ୟ କହିଲେ, ହେ ମହାଭାଗ, ତୁମେ ଗୋଟିଏ ଗୋପନୀୟ ଉତ୍ତମ ବିଷୟ ସମ୍ବନ୍ଧରେ ପ୍ରଶ୍ନ କରିଛ। ଏହାର ଉତ୍ତର ବ୍ରହ୍ମା, ଇନ୍ଦ୍ର କେହି କାହା ନିକଟରେ ବ୍ୟକ୍ତ କରିନାହାନ୍ତି। ଏକମାତ୍ର ମୁଁ ତୁମ ନିକଟରେ ପ୍ରକାଶ କରୁଅଛି। ମାଘ ମାସ ଉପସ୍ଥିତ ହେଲେ ଶୁଚି, ଜିତେନ୍ଦ୍ରିୟ, କାମ, କ୍ରୋଧ, ଅହଙ୍କାର, ଲୋଭ, ପଶୁ ପ୍ରବୃତ୍ତି ବର୍ଜିତ ବ୍ୟକ୍ତି ଶ୍ରୀହରିଙ୍କୁ ସ୍ମରଣପୂର୍ବକ ସ୍ନାନାନ୍ତର ଜଳ ଦ୍ୱାରା ପାଦ ପ୍ରକ୍ଷାଳନ କରିବେ। ଭୂମିରେ ପଡ଼ିବା ପୂର୍ବରୁ ଗୋମୟ ଗ୍ରହଣ କରିବେ। ଏହି ଗୋମୟ ଗୋବରରେ ତିଳ ବା ରାଶି ମିଶାଇ 108ଟି ପିଣ୍ଡ କରି ଏହା ଶୁକ୍ଳ କରିବାକୁ ହେବ। ଏହା ହୋମ ନିମିତ୍ତ ବ୍ୟବହୃତ ହେବ। ଏହାପରେ ମାଘ ମାସରେ କୃଷ୍ଣା ଏକାଦଶୀ ଆର୍ଦ୍ରା ବା ମୂଳା ନକ୍ଷତ୍ର ଯୁକ୍ତ ହୁଅନ୍ତି। ସେଥିରେ ବ୍ରତ ନିୟମ ଆଦି ଗ୍ରହଣ କରିବେ। ଜିତେନ୍ଦ୍ରିୟ ଓ ଶୁଚି ଅବସ୍ଥାରେ ବିଧିବିଧାନ ଅନୁଯାୟୀ ସ୍ନାନପୂର୍ବକ ଦେବଦେବ ଶ୍ରୀକୃଷ୍ଣଙ୍କୁ ପୂଜା ସମାପ୍ତ କରିବେ। ପୂଜାଦିରେ କୌଣସି ବିଘ୍ନ ଘଟିଲେ କୃଷ୍ଣ ନାମ ସ୍ମରଣ କରିବେ। ରାତ୍ରି ସମୟରେ ଅର୍ଚ୍ଚନା ପରେ ହୋମ କରିବାକୁ ପଡ଼ିବ। ତାପରେ ଚନ୍ଦନ, ଅଗୁରୁ, କର୍ପୂର ଓ ଶର୍କରା ପ୍ରଭୃତି ଦ୍ୱାରା ନୈବେଦ୍ୟ ପ୍ରସ୍ତୁତ କରି କୃଷ୍ଣ ନାମରେ ନିବେଦନ କରିବେ ଏବଂ ନାରିକେଳି ବା ବୀଜ ପୂରକ ତାର ଅଭାବରେ 100 ଗୁଆ ଦ୍ୱାରା ଅର୍ଘ୍ୟ ପ୍ରଦାନ କରିବେ। କୃଷ୍ଣ କୃଷ୍ଣ କୃପାଳୁସ୍ତମ ଗତାନାଂ ଗତି ଭର୍ବ ଇତ୍ୟାଦି ମନ୍ତ୍ରରେ ଅର୍ଘ୍ୟ ଦାନରେ ଶ୍ରୀକୃଷ୍ଣଙ୍କର ପୂଜା କରିବାକୁ ହୁଏ। କୃଷ୍ଣ ମୋ ପ୍ରତି ପ୍ରୀତି ହୁଅନ୍ତୁ କହି ଯଥାଶକ୍ତି ବ୍ରାହ୍ମଣଙ୍କୁ ଜଳକୁଣ୍ଡ, ଛତ୍ର, ପାଦୁକା, ବସ୍ତ୍ର, କୃଷ୍ଣ ଧେନୁ ପ୍ରଭୃତି ସହିତ ତିଳ ବା ରାଶି ପୂର୍ଣ୍ଣ ପାତ୍ର ପ୍ରଦାନ କରିବେ। ସ୍ନାନ ଦାନାଦି କାର୍ଯ୍ୟରେ କୃଷ୍ଣ ତିଳ ବା କଳା ରାଶି ପ୍ରଶସ୍ତ ଅଟେ। ହେ ଦ୍ୱିଜୋତ୍ତମ, ଏ ପ୍ରଦତ୍ତ ତିଳ ବା ରାଶିରୁ ଯେଉଁ ସକଳ ବୃକ୍ଷ ଉତ୍ପନ୍ନ ହୁଏ, ସେଗୁଡ଼ିକର ଶାଖା ଗଣିବା ଦ୍ୱାରା ଯେତେ ହେବ ସେତେ 1000 ବର୍ଷ ଦାତା ସ୍ୱର୍ଗଲୋକରେ ବାସ କରିବେ। ତିଳ ବା ରାଶି ଦ୍ୱାରା ସ୍ନାନ, ପେଶା ହୋଇଥିବା ତେଲ ଗାତ୍ର ବା ଶରୀରରେ ଲେପନ, ରାଶି ଦ୍ୱାରା ହୋମ ଇତ୍ୟାଦିକୁ ତିଳ ବା ରାଶିଯୁକ୍ତ ଜଳ ପ୍ରଦାନ, ରାଶି ପ୍ରଦାନ, ତିଳ ବା ରାଶି ଦାନ ଓ ରାଶି ତିଳ ଭୋଜନ, ତିଳ ବା ରାଶିଯୁକ୍ତ ଏହି 6ଟି କାର୍ଯ୍ୟକୁ ପାପନାଶିନୀ ସତ୍ୟଳା କୁହାଯାଏ। ହେ ଯୁଧିଷ୍ଠିର, ଥରେ ନାରଦ ମଧ୍ୟ ମୋତେ ଏହି ସତ୍ୟଳା ଏକାଦଶୀର ଫଳ ଓ ଉପାଖ୍ୟାନ କହିବା ନିମିତ୍ତ ପ୍ରଶ୍ନ କରିବାକୁ ନିମ୍ନଲିଖିତ ଉପାଖ୍ୟାନ ବର୍ଣ୍ଣନା କରିଥିଲି। ତାହା ଆଜି ତୁମକୁ କହୁଛି, ଶ୍ରବଣ କର। ପୂର୍ବ କାଳରେ ମର୍ତ୍ତ୍ୟଲୋକରେ ଗୋଟିଏ ବ୍ରାହ୍ମଣୀ ବାସ କରୁଥିଲା। ସେ ପ୍ରତିଦିନ ହିଁ ନିତ୍ୟ ନୈମିତ୍ତିକ ବ୍ରତାଚରଣ ଓ ଦେବପୂଜା ପରାୟଣ ଥିଲା। ଉପବାସ ଦ୍ୱାରା ତାଙ୍କର ଶରୀର ଅତିଶୟ କ୍ଷୀଣ ହୋଇଯାଇଥିଲା। ସବୁ ସମୟରେ ସେ ଅତିଶୟ ତୃଷ୍ଣାଯୁକ୍ତ ଥିଲେ।
ସେଇ ମହାସତୀ ବ୍ରାହ୍ମଣୀ ଅନ୍ୟମାନଙ୍କ ନିକଟରୁ ଦ୍ରବ୍ୟାଦି ଗ୍ରହଣ କରି ଦେବତା ବ୍ରାହ୍ମଣ କୁମାରୀ ଗଣଙ୍କୁ ଭକ୍ତିର ସହିତ ଦାନ କରୁଥିଲେ। କିନ୍ତୁ କେତେବେଳେ ହେଲେ ଭିକ୍ଷୁକଙ୍କୁ ଭିକ୍ଷା ଦାନରେ ଓ ବ୍ରାହ୍ମଣଙ୍କୁ ଅନ୍ନଦାନରେ ତୃପ୍ତ ବା ସନ୍ତୁଷ୍ଟ କରିନାହିଁ। ଏହିପରି ଭାବରେ ବହୁ ବର୍ଷ ଅତୀତ ହେଲାରୁ ମୁଁ ଚିନ୍ତା କଲି ଯେ କଷ୍ଟସାଧ୍ୟ ବ୍ରତାଦି ଦ୍ୱାରା ଏହି ବ୍ରାହ୍ମଣୀର ଶରୀରଟି ସୂକ୍ଷ୍ମ ହୋଇଅଛି। ସେ କାୟ କ୍ଲେଶରେ ଯଥାଯଥ ଭାବରେ ବୈଷ୍ଣବଗଣଙ୍କର ଅର୍ଚ୍ଚନ ମଧ୍ୟ କରିଛି, କିନ୍ତୁ ସେମାନଙ୍କୁ କେତେବେଳେ ହେଲେ ପରମ ତୃପ୍ତିରେ ଅନ୍ନଦାନ କରିନାହିଁ। ଏହା ଅବଗତ ହୋଇ ମୁଁ ଦିନେ କପିଳ ରୂପ ଧାରଣ ପୂର୍ବକ ତମ୍ଭା ପାତ୍ର ହାତରେ ଧରି ତା ନିକଟକୁ ଯାଇ ଭିକ୍ଷା ପ୍ରାର୍ଥନା କଲି। ବ୍ରାହ୍ମଣୀ କହିଲା, ହେ ବ୍ରାହ୍ମଣ, ତୁମେ କେଉଁଠାରୁ ଆସିଛ ଏବଂ କେଉଁଠାକୁ ଯିବ ତାହା ମୋତେ କୁହ। ତାର ଉତ୍ତରରେ ପୁନର୍ବାର ତାକୁ ମୁଁ କହିଲି, ହେ ସୁନ୍ଦରୀ, ମୋତେ ଭିକ୍ଷା ଦିଅ। ସେତେବେଳେ ସେ କ୍ରୋଧିତ ହୋଇ ମୋର ହାତରେ ଥିବା ପାତ୍ରରେ ଗୋଟିଏ ମାଟିର ତେଳା ବା ମୃତ୍ତିକା ପିଣ୍ଡ ନିକ୍ଷେପ କଲା। ତତ୍ପରେ ମୁଁ ସେ ସ୍ଥାନରୁ ସ୍ୱସ୍ଥାନକୁ ଗମନ କଲି। ତତ୍ପରେ ବହୁ ବର୍ଷ ପରେ ସେହି ବ୍ରାହ୍ମଣୀ ବ୍ରତାଚରଣ ପ୍ରଭାବରେ ସ୍ୱଶରୀରରେ ସ୍ୱର୍ଗକୁ ଗମନ କଲା ଏବଂ ମାଟି ପିଣ୍ଡ ଦାନ ଫଳରେ ସେଠାରେ ଗୋଟିଏ ମନୋହର ଗୃହ ପ୍ରାପ୍ତ ହେଲା। କିନ୍ତୁ ହେ ନାରଦ, ସେଠାରେ ଧାନ ଓ ଚାଉଳ କିଛି ନଥିଲା। ଗୃହ ଶୂନ୍ୟ ଦେଖି ମହାକ୍ରୋଧରେ ସେ ମୋ ନିକଟକୁ ଆସି କହିଲା, ମୁଁ ବ୍ରତ କୃଚ୍ଛ ସାଧନ ଓ ଉପବାସ ଆଦି ଦ୍ୱାରା ନାରାୟଣଙ୍କୁ ପୂଜା ଆରାଧନା କରିଛି। ହେ ଜନାର୍ଦ୍ଦନ, ଏପରି ଅବସ୍ଥାରେ ମୋ ଗୃହରେ କିଛି ଦେଖୁନାହିଁ କାହିଁକି? କୃଷ୍ଣ କହିଲେ, ହେ ନାରଦ, ସେତେବେଳେ ମୁଁ ସେହି ମହାବ୍ରତ ଆଚରଣକାରୀଙ୍କୁ କହିଲି, ତୁମେ ନିଜ ଘରକୁ ଯାଇ ଦ୍ୱାର ବନ୍ଧ କରି ବସିଥାଅ। ମର୍ତ୍ତ୍ୟଲୋକର ମାନବୀ ଶରୀରରେ ସ୍ୱର୍ଗରୁ ଆସିଅଛି ଶୁଣି ଯେତେବେଳେ ଦେବପତ୍ନୀଗଣ ତୁମକୁ ଦର୍ଶନ କରିବାକୁ ଆସିବେ, ସେତେବେଳେ ଦ୍ୱାର ଉନ୍ମୋଚନ କରିବ ନାହିଁ। ତୁମେ ସେମାନଙ୍କ ନିକଟରେ ସତ୍ୟଳା ବ୍ରତର ପୁଣ୍ୟ ଫଳ ପ୍ରାର୍ଥନା କରିବ। ଯଦି ସେମାନେ ସେହି ଫଳ ପ୍ରଦାନ କରନ୍ତି, ତାହେଲେ ଦ୍ୱାର ଖୋଲିବ। ତତ୍ପରେ ଦେବ ପତ୍ନୀଗଣ ସେଠାରେ ଉପସ୍ଥିତ ହୋଇ ତାହାଙ୍କର ଦର୍ଶନ ପ୍ରାର୍ଥନା କଲେ। ସତ୍ୟଳା ବ୍ରତର ଫଳ ପ୍ରାପ୍ତ ହେଲେ ସେହି ମାନବୀ ଦର୍ଶନ ଦେବେ। ଏହା ଅବଗତ ହୋଇ ତନ୍ମଧ୍ୟରୁ ଜନୈକା ଦେବୀ ତାଙ୍କର ସତ୍ୟଳା ବ୍ରତଜନିତ ପୁଣ୍ୟ ଫଳ ପ୍ରଦାନ କଲେ। ସେତେବେଳେ ସେହି ବ୍ରାହ୍ମଣୀ ଦିବ୍ୟକାନ୍ତି ବିଶିଷ୍ଟ ହେଲା ଏବଂ ଗୃହ ଧନଧାନ୍ୟରେ ପରିପୂର୍ଣ୍ଣ ହେଲା। ଦ୍ୱାର ଉଦ୍ଘାଟିତ ହେଲାରୁ ଦେବପତ୍ନୀଗଣ ତାଙ୍କୁ ଦର୍ଶନ କରି ବିସ୍ମୟାବିଷ୍ଟ ହେଲେ। ହେ ନାରଦ, ଅତିରିକ୍ତ ବିଷୟ ତୃଷ୍ଣା କରିବା ଉଚିତ ନୁହେଁ। ବିତ୍ତ ସାଠ୍ୟ ମଧ୍ୟ ଅକର୍ତ୍ତବ୍ୟ ଅଟେ। ନିଜ ସମ୍ପତ୍ତିରୁ ପରିମାଣ ତୁଲ୍ୟ ତିଳ ରାଶି ଓ ବସ୍ତ୍ର ଓ ଅନ୍ନ ଦାନ କରିବ। ତଦ୍ୱାରା ମାନବ ପ୍ରତିଜନ୍ମରେ ଆରୋଗ୍ୟ ଲାଭ କରି ସତ୍ୟଳା ବ୍ରତର ପ୍ରଭାବରେ ତାର ଦାରିଦ୍ର୍ୟ, ଶାରୀରିକ କଷ୍ଟ ବା ପୀଡ଼ା, ଦୁର୍ଭାଗ୍ୟ ପ୍ରଭୃତି ନଷ୍ଟ ହୁଏ। ଏହି ବିଧି ଅନୁସାରେ ତିଳ ରାଶି ଦାନ କଲେ ମାନବ ଅନାୟାସରେ ସମସ୍ତ ପାପ କରୁ ମୁକ୍ତ ହୁଏ।